ବନ୍ଧୁତା ଆମ ଜୀବନର ଏକ ଅନିବାର୍ଯ୍ୟ ଅଙ୍ଗ, ଯେଉଁଥିରେ ଭରି ରହିଥାଏ ଆନ୍ତରିକତା, ସମର୍ଥନ ଏବଂ ସ୍ନେହ। ଆମକୁ ଏକାକିତ୍ୱର ଅନୁଭବରୁ ମୁକ୍ତ କରି ଜୀବନକୁ ସରସ, ସୁନ୍ଦର ଏବଂ ସମୃଦ୍ଧ କରି ବିଭିନ୍ନ ଶୋଚନୀୟ ପରିସ୍ଥିତିରେ ମଧ୍ୟ ସହାୟକ ହୁଏ ପ୍ରକୃତ ବନ୍ଧୁ। ପାରିବାରିକ ସମସ୍ୟା, ଶାରୀରିକ ଯନ୍ତ୍ରଣା, ମାନସିକ ପରିସ୍ଥିତି ଯେତେ ଶୋଚନୀୟ ହେଲେ ମଧ୍ୟ ଆମେ ଅତି ସହଜରେ ପାର ହୋଇପାରିବା ଯଦି ଆମ ପାଖରେ ଥାଏ ଗୋଟେ ପ୍ରକୃତ ସାଙ୍ଗ। ନମସ୍କାର, ଜୟ ଜଗନ୍ନାଥ। ମୁଁ ରୀତିକା ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲକୁ। ସେଦିନ ଥିଲା ଏକ୍ଜାମ, ଆଉ ମୋ ପାଖରେ ଥିଲା ମୋ ସାଙ୍ଗ ସୁପି, ଯିଏକି ମୋର ବହୁତ ଖାସ୍ ସାଙ୍ଗ। ଆପଣମାନେ ଦେଖିପାରୁଥିବେ ମୋ ଶାଶୁ ଘରକୁ ଆସି ସେ କେମିତି ମତେ ରୋଷେଇରେ ବି ସାହାଯ୍ୟ କରିଦଉଛି। ଯେହେତୁ ମୋ ଡୁଗୁ ବହୁତ ଛୋଟ ଏବଂ ମୁଁ ଏକା ହଇରାଣ ନ ହୁଏ ବୋଲି ସେ ମୋର ସବୁ କାମରେ ମତେ ସାହାଯ୍ୟ କରୁଛି। ଯେତେ ମନା କଲେ ମଧ୍ୟ ଶୁଣୁନି। ସେ ରୋଷେଇ ସାରିବା ପରେ ସ୍ୱାମୀ, ସେ ଆଉ ମୁଁ ଖାଇ ସମସ୍ତେ ଖୁସି ହେଲୁ ଏବଂ କଲେଜ ଯିବା ପାଇଁ ବାହାରି ପଡିଲୁ। ଏଇଠି ହଜବେଣ୍ଡ ଯାଇଥିଲେ ଗାଡି ଆଣିବା ପାଇଁ ଏବଂ ଏଇଠି ସୁପି ଗେଲ କରିଦଉଛି ମୋ ଡୁଗୁ। ଯେହେତୁ ବୋଉ ଘରେ ନଥିଲେ ଏବଂ ଡୁଗୁ ତ ଏତେ ଛୋଟ, ତେଣୁ ଆମେ ଡୁଗୁକୁ ସାଙ୍ଗରେ ନେଇ କଲେଜ ବାହାରିଲୁ। ଏଇଠି ଡୁଗୁକୁ ଧରି ମୁଁ କଲେଜ ଗଲି, କିନ୍ତୁ ଆସିଲା ବେଳେ ହଜବେଣ୍ଡ ନେଇକି ପଳେଇ ଆସିବେ। ଏଇଠି ଦେଖନ୍ତୁ ଗୋଟେ ବିଲେଇକୁ, ଆଉ ସୁପିର ବହୁତ ହିଁ ପସନ୍ଦ ବିଲେଇ। କଲେଜରୁ ଫେରି ସ୍ୱାମୀ ଓ ମୁଁ ମିଶିକି ସାଙ୍ଗ ହେଇ ଖାଇନେଲୁ। ତାପରେ ବୋଉ ମୁଁ ମିଶିକି ଦାଣ୍ଡରେ ବସି ଟିକେ ଗପସପ କଲୁ। ସ୍ୱାମୀ ବାହାରି ଗଲେ କର୍ମକ୍ଷେତ୍ରକୁ ଟ୍ରାକ୍ଟର ନେଇ। ଆଜିର ଭିଡିଓ କେମିତି ଲାଗିଲା? ଯଦି ଭଲ ଲାଗିଛି ତାହେଲେ ନିଶ୍ଚୟ ସବସ୍କ୍ରାଇବ କରିଦେବେ। ଏଇ ଭରସାରେ ରହିଲି।